ମାଓବାଦୀଙ୍କ ଗୁଳିରେ 3 ଯବାନ ଶହୀଦ, 14 ଗୁରୁତରଙ୍କୁ ଡାକ୍ତରଖାନାରେ ଭର୍ତ୍ତି। କିଛି ଦିନ ବ୍ୟବଧାନ ପରେ ମାଓବାଦୀମାନେ ପୁଣି ରକ୍ତମୁଖା ହୋଇପଡ଼ିଛନ୍ତି। ସୁରକ୍ଷା ବାହିନୀ ଶିବିର ଉପରେ ସେମାନେ ଆକ୍ରମଣ କରିଛନ୍ତି। ଛତିଶଗଡ଼ର ବିଜାପୁର ସୁକମା ସୀମାରେ 3 ଯବାନ ଶହୀଦ ହୋଇଛନ୍ତି। ଆକ୍ରମଣରେ ଅନ୍ୟ 14 ଜଣ ଯବାନ ଆହତ ହୋଇଛନ୍ତି। ସୂଚନା ଅନୁସାରେ ବିଜାପୁର ସୁକମା ସୀମାନ୍ତ କନାଗୁଡ଼ା ଅଲିଗୁଡ଼ା ନିକଟରେ ନକ୍ସଲମାନଙ୍କର ଉପସ୍ଥିତି ନେଇ ଯବାନମାନେ ଶିବିର ଲଗାଇବା ସହିତ ସ୍ଥାନୀୟ ଜଙ୍ଗଲରେ ସର୍ଚ୍ଚ ଅପରେସନ କରିଥିଲେ। ତେବେ ଏଠାରେ ବ୍ୟାପକ ମାଓବାଦୀ ଥିବାରୁ ସେମାନେ ଯବାନଙ୍କ ଉପରେ ଅତର୍କିତ ଆକ୍ରମଣ କରିଥିଲେ। ଫଳରେ ଉଭୟ ପକ୍ଷରୁ ଗୁଳି ବିନିମୟ ହୋଇଥିଲା। ମାଓବାଦୀଙ୍କ ଗୁଳିରେ 3 ଯବାନ ଶହୀଦ ହୋଇଛନ୍ତି। ମାଓ ଆକ୍ରମଣର ଶିକାର ହୋଇଥିବା ଅନ୍ୟ 14 ଜଣ ଯବାନଙ୍କୁ ଜଗଦଲପୁର ସ୍ଥିତ ସରକାରୀ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି। କିନ୍ତୁ ଗୁରୁତରମାନଙ୍କୁ ଏୟାରଲିଫ୍ଟ କରାଯାଇ ରାୟପୁର ସ୍ଥାନାନ୍ତରିତ କରାଯାଇଛି। ବସ୍ତର ଆଇଜି ପି ସୁନ୍ଦରରାଜ କହିଛନ୍ତି ଯେ 3 ବର୍ଷ ପୂର୍ବରୁ ଅର୍ଥାତ୍ 2021 ମସିହାରେ ମଧ୍ୟ ଏହି ସ୍ଥାନରେ 23 ଜଣ ଯବାନ ଶହୀଦ ହୋଇଥିଲେ।